ଗୋଟିଏ ଜିନିଷକୁ 25% ଲାଭରେ ବିକ୍ରି କରାଗଲା। ଯଦି ଏହାର ବିକ୍ରୟ ମୂଲ୍ୟ 300 ଟଙ୍କା କମ୍ କରାଯାଇଥାନ୍ତା, ତେବେ 15% ଲାଭ ହୋଇଥାନ୍ତା। ତେବେ ସେହି ଜିନିଷର କ୍ରୟ ମୂଲ୍ୟ କେତେ? କିଣା ଦାମ କେତେ? ଦେଖ, ଗୋଟିଏ ଜିନିଷକୁ 25% ଲାଭରେ ବିକ୍ରି କରାଗଲା। 25% ଲାଭରେ ବିକ୍ରି କରାଗଲା। ଯଦି ଏହାର ବିକ୍ରୟ ମୂଲ୍ୟ 300 ଟଙ୍କା କମ୍ କରାଯାଇଥାନ୍ତା, ତାହେଲେ ତେବେ 15% ଲାଭ ହୋଇଥାନ୍ତା। 15% 300 ଟଙ୍କା କମ୍ ହେଲେ ଆମର 15% ଲାଭ ହୋଇଥାନ୍ତା। ତେବେ 25%ରୁ 15% ଗଲେ କେତେ ପରସେଣ୍ଟ ରହିଲା? ଆଉ ରହିଲା 10%। 10%ର ମୂଲ୍ୟ କେତେ? 10%ର ମୂଲ୍ୟ ହେଲା ଆମର 300 ଟଙ୍କା। ଦେଖ, 10%ର ମୂଲ୍ୟ ଆମେ ପାଇଗଲେ 300 ଟଙ୍କା। ତେବେ 1%ର ମୂଲ୍ୟ କେତେ ପାଇବା? 1%ର ମୂଲ୍ୟ 300/10 = 30। ତେବେ ସେହି ଜିନିଷର କ୍ରୟ ମୂଲ୍ୟ କେତେ? କିଣା ଦାମ ଆମେ ସମସ୍ତେ ଜାଣିଛନ୍ତି 100%। 100% = 100 × 30 = 3000 ଟଙ୍କା। ତାହାର କିଣା ଦାମ।